ଶମ୍ଭୁ ସମସ୍ତଙ୍କୁ ସ୍ୱାଗତ ଓ ଅଭିନନ୍ଦନ। ଆଜି ହେଉଛି ପବିତ୍ର ସୋମବାର। ଏହି ସୋମବାରରେ ସମସ୍ତ କୁନି କୁନି ଛାତ୍ର ଛାତ୍ରୀମାନେ ଆମ ବିଦ୍ୟାଳୟର ପ୍ରାରମ୍ଭ ବୋଧ ଓ ପ୍ରଥମ ଦ୍ୱିତୀୟର ପିଲାମାନେ ବଣଭୋଜି କରିବା ପାଇଁ ବାବା ଜଟେଶ୍ୱରଙ୍କ ପ୍ରାଙ୍ଗଣକୁ ଆସିଛନ୍ତି। ଦେଖନ୍ତୁ ଆଜି କେମିତି ଜଟେଶ୍ୱର ପ୍ରାଙ୍ଗଣ ଆମେ ବୁଲି ଦେଖିବା। ମନ୍ଦିରଟି ବହୁତ ପୁରାତନ ମନ୍ଦିର ଏବଂ ଏହାକୁ ମଧ୍ୟ ଗଭର୍ଣ୍ଣମେଣ୍ଟ ଟେକଅପ୍ କରିଛି। ଏହି ମନ୍ଦିର ବହୁ ଆବାହମାନ କାଳରୁ ରହିଆସିଛି। ଏହାର ମଧ୍ୟ ବହୁତ ମହିମା ରହିଛି। ଆମେ ସେହି ମନ୍ଦିର ବାବା ଜଟେଶ୍ୱରଙ୍କ ମନ୍ଦିରକୁ ଆସିଛୁ। ଆଜି ପ୍ରସାଦ ମଧ୍ୟ ପ୍ରସ୍ତୁତ କରାଯାଉଛି ପିଲାମାନଙ୍କ ପାଇଁ। ଆସନ୍ତୁ ବୁଲି ଦେଖିବା କ'ଣ କ'ଣ ସବୁ ମନ୍ଦିରର ପିଲାମାନେ କ'ଣ କରୁଛନ୍ତି। ଭିଡ଼ିଓଟିକୁ ଦେଖନ୍ତୁ। ଭିଡ଼ିଓଟା ରେକର୍ଡ଼ିଂ ଟିକେ ଭୁଲ ଭାଲ ହେଇଯାଇଛି, ତେଣୁ ଭଲ ଭାବରେ ଦେଖାଯାଉନି। ଆପଣ ଟିକେ ଦେଖି ରୁହନ୍ତୁ ଆଗକୁ। ପିଲାମାନେ କେମିତି ବହୁତ ଆନନ୍ଦର ସହିତ ବସିଛନ୍ତି। କୁନି କୁନି ପିଲା ବହୁତ ଖୁସି ସେମାନଙ୍କ ଭିତରେ ଏକାଠି ହେଇ ବସିବା ଭିତରେ ମହା ଆନନ୍ଦ। ଦେଖନ୍ତୁ ହାତ ହଲେଇ ଦେଉଛନ୍ତି କ୍ୟାମେରା ଦେଖିକି, ବହୁତ ବଢ଼ିଆ। ସେମାନଙ୍କ ମନ ବହୁତ ଖୁସି ଅଛି। ବଣଭୋଜି କରିବାକୁ କାହାର ବା ମନ ଖୁସି ନ ହୁଏ। ବହୁତ ଖୁସିରେ ବସିଛନ୍ତି। ଶୀତ ଦିନ ଯେହେତୁ ସେମାନେ ସବୁ ସ୍ୱେଟର ପିନ୍ଧି ଆସିଛନ୍ତି, ରେଡ୍ କଲରର ସ୍ୱେଟର, ସବୁ ଗୋଟେ ପ୍ରକାରର ଦେଖାଯାଉଛନ୍ତି। ଏଇଠି ରହିଛି ଆମର ପାକଶାଳାଟା ରହିଛି, କିନ୍ତୁ ଆରପଟେ ମଧ୍ୟ ପାକଶାଳାଟା ରହିଛି। ସେପଟେ ରୋଷେଇ ହେଉଛି। ଦେଖନ୍ତୁ ମନ୍ଦିରର ବିଭିନ୍ନ ପ୍ରକାର ଦେବାଦେବୀ ରହିଛନ୍ତି। ଏଇପଟେ ହିଁ ରୋଷେଇ ଘରଟା ଅଛି। ଦେଖନ୍ତୁ ଏଇଟା ଆମର ମନ୍ଦିରର ତଳ ଭିଉଟା, ଉପରୁ ତଳ ଦୃଶ୍ୟ। ଏଠି ରୋଷେଇ ଚାଲିଛି। ରୋଷେଇ ପାଇଁ ପରିବା କଟା ଚାଲିଛି। ପରିବା କଟା ଅଲରେଡ଼ି ସରିଗଲାଣି। ଟମାଟୋ, କଖାରୁ, ବିନ୍ସ, ବାଇଗଣ ସବୁକିଛି କଟା ହେଇଯାଇଛି। ଏପଟେ ଡାଲମା ପାଇଁ ପ୍ରସ୍ତୁତ ଚାଲିଛି। ଭାଇନା ବହୁତ ଭଲ ରୋଷେଇ କରନ୍ତି। ରୋଷେଇ ସମସ୍ତଙ୍କର ମନ୍ଦିର ରୋଷେଇ ତ ସବୁବେଳେ, ଭଗବାନଙ୍କ ରୋଷେଇ ସବୁବେଳେ ତ ଭଲ ଲାଗେ, ତଥାପି ଭାଇନାଙ୍କ ରୋଷେଇ ବହୁତ ବଢ଼ିଆ। ତାଙ୍କୁ ବି ସହଯୋଗ କରୁଛନ୍ତି ଆଉ ଜଣେ ଭାଇନା ଅଛନ୍ତି। ରୋଷେଇ ମଧ୍ୟ ଚାଲିଛି, ତ ଆମକୁ ତା ଭିତରେ ଆଲାଉ ନାହିଁ। ଯଦି ରୋଷେଇ ଚାଲିଛି, ଠାକୁରଙ୍କୁ ଭୋଗ ଲାଗି ନାହିଁ, ତେଣୁ ଆମେ ତା ଭିତରେ ପଶିପାରିବାନି। ରୋଷଶାଳ ଭିତରେ ବାହାରେ ରହି ଯାହା ଭିଡ଼ିଓ ବନିଆ ହେଇଛି। ଦେଖନ୍ତୁ ଏମିତି ସବୁ ଭିଉ ରହିଛି ମନ୍ଦିରର। ଏଠି ଲାଗିଛି କାନ୍ଥରେ ବୋଳନ୍ତୁ ନାହିଁ ସିନ୍ଦୁର, କିନ୍ତୁ ଦେଖନ୍ତୁ ଲୋକମାନେ ସିନ୍ଦୁର ଲଗେଇ ଦେଇଛନ୍ତି। ଏଭଳି ଭାବରେ ସବୁ ପ୍ରିପାରେସନ୍ ଚାଲିଛି। ଆଉ ପ୍ରିପାରେସନ୍ ପରେ ପିଲାମାନଙ୍କର ଖାଇବା ପିଇବା ମଧ୍ୟ ଶୀଘ୍ର ହେଇଯାଇଥିଲା।